ବ୍ୟଞ୍ଜନ ସନ୍ଧି ଆମେ ଦେଖିବା। ବ୍ୟଞ୍ଜନ ବର୍ଣ୍ଣ ଗୁଡ଼ିକକୁ ଜାଣିଛେ କ ଖ ଗ ଘ ଏସବୁ ଇଏ ହେଲା ବ୍ୟଞ୍ଜନ ବର୍ଣ୍ଣ। ସच्ଚରିତ୍ର ଦେଖିବା ଏଠି। ସଚ୍ଚରିତ୍ର ହେଉଛି ଶିଷ୍ୟର ଶ୍ରେଷ୍ଠ ଭୂଷଣ। ଶ୍ୱେତକେତୁକୁ ଶିକ୍ଷାଦାନ କରିବା ପାଇଁ ଉଦ୍ଦାଳକ ସଦିଚ୍ଛା ପ୍ରକାଶ କଲେ। ଏଇ ଉପର ଦୁଇଟିରେ ଆମେ ଦେଖୁଛେ କଳା ବଡ଼ ଅକ୍ଷରରେ ଯେଉଁଗୁଡ଼ା ଲେଖାଯାଇଛି କ'ଣ କ'ଣ ସଚ୍ଚରିତ୍ର ଆଉ ଗୋଟେ ହେଉଛି ସଦିଚ୍ଛା। ତାକୁ ସନ୍ଧି ବିଚ୍ଛେଦ କଲେ କିପରି ହେବ ନା ସତ୍ ଯୁକ୍ତକ ଚରିତ୍ର। ବୁଝିହେଲା। ଏଠି ଦେଖୁଛେ କ'ଣ ନା ତ ଅଛି, ଏଠି ଅଛି କ'ଣ ନା ଚ, ଗୋଟେ ପଟେ ତ ଅଛି ଆଉ ଗୋଟେ ଚ ଅଛି। ପୂର୍ବ ପଦର ଶେଷ ବର୍ଣ୍ଣ ହେଲା ତ ଅର୍ଥାତ୍ ବ୍ୟଞ୍ଜନ ବର୍ଣ୍ଣ, ଆଉ ପରପଦର ପ୍ରଥମ ବର୍ଣ୍ଣଟି ହେଉଛି କ'ଣ ଚ, ଯାହାକି ବ୍ୟଞ୍ଜନ ବର୍ଣ୍ଣ। ତାହେଲେ ଦୁଇଟି ବ୍ୟଞ୍ଜନ ବର୍ଣ୍ଣର ମିଳନରେ ସଚ୍ଚରିତ୍ର ହୋଇଛି। ସେମିତି ସଦିଚ୍ଛା ସତ୍ ଇଏ ରହିଛି ତ, ଏଠି ରହିଛି ଇଚ୍ଛା, ଏଠି ସ୍ୱରବର୍ଣ୍ଣ ରହିଛି ନାଇଁ କି। ପରପଦର ପ୍ରଥମ ବର୍ଣ୍ଣଟି ସ୍ୱରବର୍ଣ୍ଣ ରହିଛି ଆଉ ପୂର୍ବ ପଦର ପ୍ରଥମ ବର୍ଣ୍ଣଟି ଶେଷ ବର୍ଣ୍ଣଟି କ'ଣ ରହିଛି ନା ବ୍ୟଞ୍ଜନ ବର୍ଣ୍ଣ ରହିଛି। ତ ଏଇ ଶବ୍ଦ ଦୁଇଟିକୁ ଆମେ ଦେଖିକିରି କ'ଣ ଜାଣିଲେ, ଗୋଟିଏ ବ୍ୟଞ୍ଜନ ବର୍ଣ୍ଣ ଆଉ ଗୋଟିଏ ବ୍ୟଞ୍ଜନ ବର୍ଣ୍ଣ କିମ୍ବା ସ୍ୱରବର୍ଣ୍ଣର ଏଠି ମିଳନ ଘଟିଛି। ତେବେ ଆମେ ଏଠି କ'ଣ ଜାଣିବାକୁ ପାଇଲେ ଯେ ପରସ୍ପର ସନ୍ନିହିତ ପୂର୍ବପଦର ଶେଷ ବ୍ୟଞ୍ଜନ ବର୍ଣ୍ଣ ସହିତ ପରପଦର ପ୍ରଥମ ବ୍ୟଞ୍ଜନ ବର୍ଣ୍ଣ ହେଉ କିମ୍ବା ସ୍ୱରବର୍ଣ୍ଣ ହେଉ ତାର ମିଳନକୁ ବ୍ୟଞ୍ଜନ ସନ୍ଧି ବୋଲିକି କୁହାଯାଏ। ଯେପରି ସତ୍ ଇଚ୍ଛା ତ ଆଉ ଚ ଅର୍ଥାତ୍ ବ୍ୟଞ୍ଜନ ଆଉ ବ୍ୟଞ୍ଜନର ମିଳନ ହୋଇଛି। ଏଠି ହେଇଛି ତ ଆଉ ଇ, ତାମାନେ ବ୍ୟଞ୍ଜନ ଆଉ ସ୍ୱରବର୍ଣ୍ଣର ମିଳନ ହୋଇଛି। ଆଉ କେତେକ ଉଦାହରଣ ଏଠି ଆମେ ଦେଖିବା ସେଇ ବ୍ୟଞ୍ଜନ ବର୍ଣ୍ଣର। ତାହେଲେ ଦିକ୍ ଯୁକ୍ତକ ଅନ୍ତ ଦିଗନ୍ତ, ତାମାନେ ଏଠି କ ଆଉ ଅ। ତାପରେ ବାକ୍ ଇସ ବାଗିସ, ଉତ୍ ଯାପନ ଉଦ୍ଯାପନ, ଦିକ୍ ଗଜ ଦିଗଜ, ଉଦ୍ଘାଟନ ଉଦ୍ଘାଟନ, ଣିଜ୍ ଅନ୍ତ ଣିଜନ୍ତ, ଦିକ୍ ବଳୟ ଦିଗ୍ବଳୟ, ଜୟତ୍ ରଥ ଜୟଦ୍ରଥ। ଆମେ ଏଠୁ କ'ଣ ଦେଖିଲେ ନା ବ୍ୟଞ୍ଜନ ବର୍ଣ୍ଣ ପରେ ସ୍ୱରବର୍ଣ୍ଣ, ତାପରେ ମାନେ ଏଇ ଯେଉଁ ବର୍ଗର ତୃତୀୟ ଚତୁର୍ଥ ବର୍ଣ୍ଣ। ତାହେଲେ ବର୍ଗର ତୃତୀୟ ଚତୁର୍ଥ ବର୍ଣ୍ଣ କିଏ ନା ଯେମିତି ଆମେ କହୁଥିଲେ କ ଖ ଗ ଘ ଆଉ ଉଁ। ତୃତୀୟ ଆଉ ଚତୁର୍ଥ କିଏ, ତାମାନେ ଏଠି ଗ ଘ, କ ବର୍ଗର କ ଖ ଗ ଘ ଉଁ, ତାମାନେ ଏଠି ଗ ଆଉ ଘ ହେଲା। କ'ଣ କହିବା ଗ ଆଉ ଘ ହେଉଛନ୍ତି ତୃତୀୟ ଆଉ ଚତୁର୍ଥ ବର୍ଣ୍ଣ। ଠିକ୍ ସେଇଭଳି ତୃତୀୟ ଆଉ ଚତୁର୍ଥ ବର୍ଣ୍ଣ କିମ୍ବା ଜ ର ଳ ବ ହ ଏତିକି ଯଦି ଥିବ ତାହେଲେ କ'ଣ ହେବ ପୂର୍ବପଦର ଶେଷରେ ପ୍ରତି ବର୍ଗର ପ୍ରଥମ ବର୍ଣ୍ଣ ସ୍ଥାନରେ ସେହି ବର୍ଗର ତୃତୀୟ ବର୍ଣ୍ଣ ହୋଇଯିବ। ପ୍ରତି ବର୍ଗର ପ୍ରଥମ ବର୍ଣ୍ଣ ଦେଖିବା ବୁଝିବା ଭଲ ଭାବରେ ଦେଖ। ଏଠି ଦେଖ ଏଠି କ ଅଛି ନା, ଏଠି ଆମେ ଦେଖିବା କ ଅଛି, ତାମାନେ ଇଏ ହେଲା ପ୍ରଥମ ବର୍ଣ୍ଣ, ତାର ତୃତୀୟ ବର୍ଣ୍ଣ କିଏ କ ଖ ଗ, ତାମାନେ କାହାର ଆଗମନ ହେଲା ତାର ତୃତୀୟ ବର୍ଣ୍ଣର। ଏଇଠି ସେମିତି ଅଛି ଉତ୍ଯାପନ ତ ପ୍ରଥମ ବର୍ଣ୍ଣ, ତ ଥ ଦ, ଏଠି ତାମାନେ ଦର ଆଗମନ ହେଲା ତୃତୀୟ ବର୍ଣ୍ଣର। ଏଠି କ ଅଛି କ ଖ ଗ, ତାମାନେ ଗର ଆଗମନ ହେଲା। ଦେଖିପାରୁଛ ନା ତ ଅଛି ତ ଥ ଦ ଦର ଆଗମନ ହେଲା। ଏଠି କ ଅଛି ଗର ଆଗମନ ହେଲା। ଚ ଅଛି ଚ ଛ ଜ ଜର ଆଗମନ ହେଲା ତୃତୀୟ ବର୍ଣ୍ଣ। ପ୍ରଥମ ବର୍ଣ୍ଣ ଥିଲେ ତୃତୀୟ ବର୍ଣ୍ଣ ହେବ। ତାହେଲେ କ ଅଛି କର କ'ଣ ହେବ କ ଖ ଗ ତୃତୀୟ ବର୍ଣ୍ଣର ଆଗମନ ହେଲା। ଜୟତ୍ ରଥ ତ ଥ ଦ ଦର ଆଗମନ ହେଲା, ଜୟଦ୍ ରଥ ହେଇଗଲା। ବୁଝିପାରିଲ ନା ନାହିଁ ପିଲାମାନେ? ଆଉ ଥରେ କହିଦେଉଛି ବ୍ୟଞ୍ଜନ ବର୍ଣ୍ଣ ପରେ ସ୍ୱରବର୍ଣ୍ଣ, ତାପରେ ବର୍ଗର ବ୍ୟଞ୍ଜନ ବର୍ଣ୍ଣ ପରେ ଏଠି ଦେଖୁଛେ କ ପରେ କ'ଣ ଅଛି ସ୍ୱରବର୍ଣ୍ଣ ଅ ଅଛି ନା ନାହିଁ। କ ପରେ ଅ ଅଛି ସ୍ୱରବର୍ଣ୍ଣ, ଏସବୁ ସ୍ୱରବର୍ଣ୍ଣ ଅଛି। ଆଉ ବର୍ଗର ତୃତୀୟ ଚତୁର୍ଥ ବର୍ଣ୍ଣ, ବର୍ଗର ତୃତୀୟ କିମ୍ବା ଚତୁର୍ଥ ବର୍ଣ୍ଣ ଥିବ, କିମ୍ବା ଜ ର ଳ ବ ହ ଥିବ। ଜ ର ଳ ବ କିମ୍ବା ହ ଯଦି ଥିବ ତାହେଲେ କ'ଣ ହେବ ପୂର୍ବପଦର ଶେଷରେ, ଏଇ ଯେଉଁ ପୂର୍ବପଦ ତାର ଶେଷ ମାନେ ଦିକ୍ କଟା ହେଲା ଶେଷ, ତାହେଲେ କ'ଣ ହେବ କ ହେଲା ପ୍ରଥମ ବର୍ଣ୍ଣ, ତାର ତୃତୀୟ ବର୍ଣ୍ଣର ଆଗମନ ହେବ, ତାମାନେ ଗ କ ଖ ଗ ଏଇଭଳି ଆଗମନ ହୋଇଥାଏ। ତ ଏଇ ସୂତ୍ରରେ ଆମେ ବାକ୍ ଆଡ଼ମ୍ବର ବାଗାଡ଼ମ୍ବର ଉଦ୍ବେଗ
ସଦ୍ବଚନ, ଭବଦୀୟ, ସଦାନନ୍ଦ, ଏଇସବୁ ଶବ୍ଦ ଗୁଡ଼ିକ ଆମେ ଗଢ଼ିପାରିବା। କିନ୍ତୁ ବ୍ୟତିକ୍ରମ ଦେଖାଯାଇଛି, ଅର୍ଥାତ୍ ଏଇ ନିୟମ ଅନୁସାରେ ନାହିଁ କ'ଣ ନା ଯାବତ୍ ଇୟ ଯାବତୀୟ। ଏଠି ଦେଖ ତ ଅଛି, ତ ଥ ଦ ହେବା କଥା ଯାବଦୀୟ ହେଇଥାନ୍ତା, କିନ୍ତୁ ଯାବଦୀୟ ନ ହୋଇକି ଏଠି ବ୍ୟତିକ୍ରମ ହେଇଛି ଯାବତୀୟ ଅଛି। ସେଇ ପ୍ରଥମ ବର୍ଣ୍ଣ ହିଁ ଅଛି, ଆଉ ତର ତୃତୀୟ ବର୍ଣ୍ଣଟା ଏଠି ଲେଖାଯାଇ ନାହିଁ। ଆଉ ଗୋଟେ ଉଦାହରଣ ଦେଖିବା ବ୍ୟଞ୍ଜନ ସନ୍ଧିର। ଏଠି ଦେଇଛି ଚଳତ୍, ଚଳତ୍, ତାପରେ ଚିତ୍ର। ଦେଖ ଚଳତ୍, ଏଠି ରହିଛି ଚିତ୍ର। ସେ କ'ଣ କହିଲା? ନିୟମ କହୁଛି ଯେ ତ ବା ଦ ପରେ ଚ ବା ଛ ଥିଲେ। ଏଠି ଦେଖୁଛେ ଚଳତ୍, ତ ଅଛି, ତାପରେ ଚ ଅଛି, ନାଇଁ କି? ଏଠି ସେମିତି ଦେଖ ଦ ବିପଦ ଚୟ, ତାମାନେ ଏଠି ଦ ଅଛି, ତାପରେ ଚ ଅଛି। ସେଠି ଏମିତି ଉତ୍, ତ ଅଛି, ୟା ପରେ ଛ ଅଛି। ଉତ୍, ତ ଅଛି, ତାପରେ ଚ ଅଛି। ତାମାନେ ଚଳତ୍ ଚିତ୍ର, ଏଥିରେ ଚଳଚିତ୍ର ହେଇଯାଉଛି। କେମିତି ନା ଏଇ ତ ଜାଗାରେ ଚର ଆଗମନ ହେଇଯିବ, ବୁଝିଲା? ତ କିମ୍ବା ସେଇ ଦ ଜାଗାରେ କ'ଣ ହେଇଯିବ? ଚର। ତ ଆଉ ଗୋଟେ ଚ ଆସିଯିବା ଫଳରେ କ'ଣ ହେଲା ନା ଏଠି ଏଇ ଚଟି, ଏଠି ଗୋଟେ ଚ ଅଛି, ଏଇ ଚ ଏଇ ତ ଜାଗାରେ ଆଉ ଗୋଟେ ଚ ହେଇଗଲା। ତାମାନେ ଚ ଚ ମିଶିକି ଏଠି ଦ୍ୱିତୀୟ ଚ ହେଇଯିବ। ବୁଝିପାରିଲ? ଆଉ ଥରେ କହିଦେଉଛି। ତ ଚଳତ୍ ଚିତ୍ର, ଏଠି ତ ଅଛି, ଚଳତ୍ ଚିତ୍ର, ତ ଜାଗାରେ କିଏ ଆସିଯିବ ନା ଚ ଆସିଗଲା। ଏଠି ତ ଅଲରେଡ଼ି ଆଉ ଗୋଟେ ଚ ଅଛି, କିନ୍ତୁ ନିୟମ ହେଲା ତ ପରେ, ଅର୍ଥାତ୍ ପୂର୍ବପଦର ଶେଷ ବର୍ଣ୍ଣରେ ତ କିମ୍ବା ଦ ଥିଲେ, ହେଲା? ଏଇ ପୂର୍ବପଦର ଶେଷ ବର୍ଣ୍ଣରେ କ'ଣ ଥିବ? ତ କିମ୍ବା ଯଦି ଦ ରହିବ, ତା ପରଟାରେ ଚ କିମ୍ବା ଛ ରହିବ, ତାହେଲେ କ'ଣ ହେବ? ସେଇ ତ କିମ୍ବା ଦ ଜାଗାରେ ଚର ଆଗମନ ହେଇଯିବ। ତାମାନେ ଚଳତ୍, ତ ଜାଗାରେ ଚ ପଳେଇ ଆସିଲା, ଏଠି ଚ ଚ ମିଶିକି ଦ୍ୱିତୀୟ ଚ ହେଇଗଲା, ଚଳଚିତ୍ର ହେଇଗଲା। ସେହିପରି ଉଚ୍ଚାରଣ, ଏଠି ତ ପାଖରେ ଚ ଅଛି, ତ ଜାଗାରେ ଚ ପଳେଇଲା, ଉଚ୍ଚାରଣ ଦ୍ୱିତୀୟ ଚ ହେଇଗଲା। ଗୋଟେ ଉଦାହରଣରୁ ବୁଝିପାରୁଥିବ ପିଲାମାନେ। ଉଚ୍ଛେଦ, ଉଚ୍ଛେଦ, ବିପଦଚୟ, ବିପଦଚୟ, ତଦ୍ ଛବି, ତଚ୍ଛବି, ଏଠି ଦ ଜାଗାରେ ଚର ଆଗମନ ହେଇଗଲା। ତାହେଲେ ଆମେ କ'ଣ ଜାଣିଲେ? ତ ବା ଦ ପରେ ଯଦି ଚ କିମ୍ବା ଛ ଥିବ, ତାହେଲେ ସେଇ ତ ବା ଦ ସ୍ଥାନରେ କିଏ ଆସିଯିବ? ଚ ହେଇଯିବ। ଏହି ଚ ପରବର୍ତ୍ତୀ ବର୍ଣ୍ଣ ସହିତ ଯୁକ୍ତ ହେବ। ତା ପରବର୍ତ୍ତୀ ବର୍ଣ୍ଣ କିଏ କି? ଚ ଥିବ, ନହେଲେ ଛ ଥିବ। ଚ କିମ୍ବା ଛ ସହିତ ମିଶିଯିବ। ୟା ପୂର୍ବରୁ ଆମେ କ'ଣ ପଢ଼ିଲେ? ପରପଦର ପୂର୍ବପଦର ଶେଷ ବର୍ଣ୍ଣରେ ତ କିମ୍ବା ଦ ଥିବ, ତା ପରବର୍ଣ୍ଣର ପ୍ରଥମଟାରେ ଚ କିମ୍ବା ଚ ଥିବ, ନାଇଁ କି? ପ୍ରଥମେ ତ କିମ୍ବା ଦ ଥିବ, ତା ପରଟାରେ ଚ କିମ୍ବା ଛ ଥିବ, ତାହେଲେ ଚର ଆଗମନ ହୁଏ। ଏଠି ଠିକ୍ ସେହିପରି ମନେ ରଖିବାକୁ ସହଜ ହେଲା କ'ଣ ନା ଏଠି ତ ବା ଦ ପରେ ଜ କିମ୍ବା ଝ ଯଦି ଥିବ, ଏଠି ଜର ଆଗମନ ହେବ। କାହାର ଆଗମନ ହେବ? ଜର ଆଗମନ ହେବ। ୟା ପୂର୍ବଟା କ'ଣ ପଢ଼ିଥିଲେ? ତ କିମ୍ବା ଦ ପରେ ଯଦି ଚ କିମ୍ବା ଛ ଥିବ, ତାହେଲେ ଚର ଆଗମନ ହେବ। ଏଠି ସେମିତି ତ ବା ଦ ପରେ ଜ କିମ୍ବା ଝ ଯଦି ଥିବ, ତାହେଲେ ଜର ଆଗମନ ହୁଏ। ବୁଝିହେଲା? ଏହି ଜଟା କ'ଣ ହେବ? ପରବର୍ତ୍ତୀ ବର୍ଣ୍ଣ ସହିତ ସଂଯୁକ୍ତ ହୋଇକି ଲାଗିବ। ଯେମିତି ଉତ୍ଜ୍ୱଳ, ଏଠି ତ ଅଛି, କ'ଣ କୁହାଗଲା? ତ ଥିବ କିମ୍ବା ଦ ଥିବ, ଏଠି ଦ ଅଛି, ତାହେଲେ ଏଇ ତ କିମ୍ବା ଦ ଜାଗାରେ କ'ଣ ହେଇଯିବ ନା ଜର ଆଗମନ ହେଇଯିବ। କାହାର ଆଗମନ ହେଇଯିବ? ଜର ଆଗମନ ହେଇଯିବ। ତାହେଲେ ଉତ୍ଜ୍ୱଳ, ତାହେଲେ ଏଠି ଜ ସହିତ ଏଇ ତଟା ଜ ହେଇକିରି ମିଶିଗଲା, ତାହେଲେ ଉଜ୍ଜ୍ୱଳ ହେଇଗଲା। କ'ଣ ହେଇଗଲା? ନା ଉଜ୍ଜ୍ୱଳ ହେଇଗଲା। ସେହିପରି ଜଗତ୍ ଜନନୀ, ଏଠି ତ ଜାଗାରେ କ'ଣ ହେଇଯିବ ନା ଜ ଆସିଯିବ, କାହିଁକିନା ତାପରେ ଜ ଅଛି। ଦେଖିପାରୁଛେ ତାପରେ ଜ ଅଛି, ତାହେଲେ ଜ ମିଶିକି ଜଗତ୍ ଜନନୀ ହେଇଗଲା। ବିପଦ ଜନକ, ଏଠି ଦ ଅଛି, ଏଠି କ'ଣ ଅଛି? ଦ ଅଛି, ତାପରେ ଜ ଅଛି, ତାହେଲେ ଏଇ ଦ ଜାଗାରେ ଜର ଆଗମନ ହେଇଗଲା, ଜ ମିଳିତ ହେଇକି ଜ ହେଇଗଲା, ତ ବିପଦଜନକ। ତାପରେ ବୃହତ୍ ଝଟିକା, ଏଠି ଅଛି ତ, ଏଠି କ'ଣ ଅଛି? ତ ପରେ କ'ଣ ଅଛି? ଝ, ତାହେଲେ ଏଇଠି ତ ଜାଗାରେ ଜର ଆଗମନ ହେବ। ତାହେଲେ ବୃହତ୍, ଜ ଆଉ ଝକୁ ମାନେ ମିଶେଇକି ନ ଲେଖିକି, ମିଶେଇ ଲେଖି ହେଲାନି, ସେ ଏଇଭଳି ଲେଖିଛି ବୃହତ୍ ଝଟିକା। ତାହେଲେ ବିପଦ ଝଟିକା, ଦ ଜାଗାରେ କ'ଣ ହେବ? ଜର ଆଗମନ ହେଇଯିବ, ବିପଦ ଝଟିକା। ତାପରେ ତ ଏଠି ଦେଖିଦେଲେ ନିୟମ। ଆଉ ଗୋଟେ ଦେଖିବା ଉତ୍ଡୀନ, କ'ଣ ଦେଇଛି? ଉତ୍ଡୀନ। ତାମାନେ ଏଠି କହିଲା ତ ଥିବ, ତାପରେ ଯଦି ଡ଼ ଥିବ, ତ କିମ୍ବା ଦ ପରେ, ଏଠି ଦ ଅଛି, ତାପରେ ଡ଼ ଅଛି, ଏଠି ଦ ଅଛି, ତାପରେ ଡ଼ ଅଛି,
ନାଇଁ କି ଯଦି ତ କିମ୍ବା ଦ ପରେ ତ କିମ୍ବା ଦ ପରେ ଏଠି ତ ଅଛି ଏଠି ଡ ଅଛି ତାହେଲେ ତ କିମ୍ବା ଦ ପରେ ଯଦି ଡ ଥିବ କିଏ ଥିବ ଡ ଥିବ ତାହେଲେ ଆଉ ଗୋଟିଏ ଡର ଆଗମନ ହେଇଯିବ ସେଠି ଯେମିତି ତ ଜାଗାରେ ଡ ପଳେଇ ଆସିଲା ଏଠି ଦ ଜାଗାରେ ବି ଡ ପଳେଇଲା ସେଟା କ'ଣ ହେଲା ଉଦ୍ଡୀନ ଉଡ୍ଡୀନ ତଦ୍ ଡିଣ୍ଡିବ ତଡିଣ୍ଡିବ ଡଟା ଡ ସହିତ ମିଶିଗଲା ତାହେଲେ ଆମେ କ'ଣ ଦେଖିଲେ ତ ବା ଦ ପରେ ଡ ଥିଲେ ତା ତ ବା ଦ ସ୍ଥାନରେ କ'ଣ ହେଇଯିବ ନା ଡ ହେଇଯିବ ତ ବା ଦ ସ୍ଥାନରେ ହିଁ ଡ ହେଇଯିବ ତାହେଲେ ଆଉ ଗୋଟେ ଦେଖିବା ତ ବା ଦ ପରେ ଯଦି ଆମର ହ ଥିବ ତ କିମ୍ବା ଦ ପରେ ଯଦି ହ ରହିଲା ଦୁହେଁ ମିଶିକି ଧ ହେଇଯିବ ବୁଝିହେଲା ତାହେଲେ କ'ଣ ହେଲା ଦେଖ ଉତ୍ ହାର ଉତ୍ ହାର ଏଠି ତ ଅଛି ତାପରେ ହ ଅଛି ମିଶିକିରି ଧ ହେଇଗଲା ଉଦ୍ଧାର ଏଠି ଦ ଅଛି ଏଠି ହ ଅଛି ମିଶିକି ତଦ୍ଧିତ ହେଇଗଲା ହେଲା ଦ ଆଉ ହ ମିଶିକି ଧ ହେଇଗଲା ଉଦ୍ ହତ ତାହେଲେ ତ ଆଉ ହ ମିଶିକି ଧ ହେଇଗଲା ଏଠି ହେଲା ଉଦ୍ଧତ ଆଉ ଗୋଟେ ଏଠି ଦେଇଛି ଯେ ତ ବା ଦ ପରେ ଯଦି ଲ ରହିଲା ତାହେଲେ ସେଠି ଲ ହେଇଯିବ ଯେମିତି ଉଦ୍ ଲେଖ ଏଠି କ'ଣ ରହିଲା ତ ଏଠି ଲେଖ ମାନେ ଲ ରହିଲା ତ ପରେ କ'ଣ ରହିଲା ଲ ତାହେଲେ ଏଠି ଲ ହେଇଯିବ ଉଲ୍ଲେଖ ତ ଜାଗାରେ ଏଠି କ'ଣ ହେଇଯିବ ପୁଣି ଆଉ ଗୋଟେ ଲ ହେଇଯିବ ଉଲ୍ଲେଖ ହେଇଗଲା ସେମିତି ତଦ୍ ଲକ୍ଷଣ ତାମାନେ ଏଠି ଦ ପରେ ଲ ଅଛି ତେଣୁକରି ଦ ଜାଗାରେ ପୁଣି ଆଉ ଗୋଟେ ଲ ଆସିବ ତଲ୍ଲକ୍ଷଣ ହେଇଗଲା ଆଉ ଗୋଟେ ଦେଖିବା ଏଠି ଟିକେ ଦୁଇଟା ପରିବର୍ତ୍ତନ ହେବ କ'ଣ କ'ଣ ସେ କହିଲା ତ ଦ ପରେ ଯଦି ସ ରହିଲା ତାହେଲେ କ'ଣ ହେବ ଏଠି ତ ଅଛି ନାଇଁ କି ଏଠି ଦ ଅଛି ତାପରେ ଆମେ ଦେଖୁଛେ ସବୁଠି ସ ଅଛି ସବୁଠି କ'ଣ ହେଇଯାଉଛି ସ ହେଇଯାଉଛି ତାହେଲେ ତ ଦ ପରେ ଯଦି ସ ରହିଲା ଏଇ ତ କିମ୍ବା ଦ ସ୍ଥାନରେ କ'ଣ ରହିବ ନା ଚ ହେବ ହେଲା ଆଉ ଏଇ ସ ସ୍ଥାନରେ କ'ଣ ହେଇଯିବ ନା ଛ ହେଇଯିବ କ'ଣ ହେଇଯିବ ଛ ସ ସ୍ଥାନରେ ଛ ହେଇଗଲା ଆଉ ଏଇ ଯେଉଁ ତ ସ୍ଥାନରେ ହେଇଗଲା ଚ ସ ସ୍ଥାନରେ ହେଇଗଲା ଛ ତାହେଲେ ଚ ଆଉ ଛ ମିଶିକି ଚ ଆଉ ଛ ମିଶିକିରି ଛ ହେଇଯିବ ଏଇଭଳି ଦ୍ୱିତୀୟ ଛ ହେଇଯିବ କ'ଣ ହେଇଯିବ ଏଇଭଳି ଦ୍ୱିତୀୟ ଛ ହେଇଯିବ ବୁଝିହେଲା ଏବେ ଦେଖ ଉତ୍ ଶୃଙ୍ଖଳ ଉତ୍ ଶୃଙ୍ଖଳ ଉଶୃଙ୍ଖଳ କେମିତି ହେଲା ନା ତ ଜାଗାରେ କ'ଣ ହେଇଗଲା ନା ଚ ଏଠି ହେଇଗଲା ଛ ଚ ଆଉ ଛ ମିଶିକି ଛ୍ର ହେଇଗଲା ତାପରେ ରୁ ଫଳାଟେ ଦିଆ ହେଇଯିବ ତ ଉଚ୍ଛୃଙ୍ଖଳ ଉତ୍ ଶ୍ୱାସ ଉଚ୍ଛ୍ୱାସ ତାମାନେ ଏଇଠି ତ ଜାଗାରେ ଚ ହେଇଗଲା ଏଠି ତ ଜାଗାରେ କ'ଣ ହେଇଗଲା ଚ ହେଇଗଲା ଆଉ ସ ଜାଗାରେ ଛ ହେଇଗଲା ତେଣୁକରି ଉଚ୍ଛ୍ୱାସ ତା ସେଇଭଳି ବିପଦ ଶଙ୍କା ଦ ଜାଗାରେ କ'ଣ ହେଇଗଲା ନା ଚ ହେଇଗଲା ସ ଜାଗାରେ ଛ ହେଇଗଲା ଚ ଆଉ ଛ ମିଶିକି ବିପଦ ଶଙ୍କା ତାହେଲେ ଆମେ କ'ଣ ଜାଣିଲେ ତ ବା ଦ ପରେ ଯଦି ସ ଥିଲେ ତ ବା ଦ ସ୍ଥାନରେ ଚ ହେଇଯିବ ପୁଣି ସ ସ୍ଥାନରେ କ'ଣ ହେଇଯିବ ନା ଛ ହେଇଯିବ ସ ସ୍ଥାନରେ ଛ ହେଇଯିବ ଆଉ ଏଇ ଚ ଆଉ ଛ ମିଶିକିରି ଦ୍ୱିତୀୟ ଛ ଏଇଭଳି ଲେଖାଯିବ ଦେଖ ଆଉ ଗୋଟେ ହେଲା କ'ଣ ନା ସେ କହିଲା କି ଯଦି ଏଇଟା ହେଲା ପୂର୍ବପଦ ଏଇଟା ହେଲା ଏଠି ଦେଖ ଇଏ ହେଲା ପୂର୍ବପଦ ଇଏ ହେଲା ପରପଦ ସେ କହିଲା ପରପଦର ପ୍ରଥମ ବର୍ଣ୍ଣ କ'ଣ ଅଛି ଏଠି ପରପଦର ପ୍ରଥମ ବର୍ଣ୍ଣ ନ ଅଛି ନ କିମ୍ବା ମ ଯଦି ଥିବ ହେଲା ପରପଦର ପ୍ରଥମ ବର୍ଣ୍ଣ ନ କିମ୍ବା ମ ହୋଇଥିଲେ ପୂର୍ବପଦର ଶେଷ ବର୍ଣ୍ଣ ପୂର୍ବପଦର ଶେଷ ବର୍ଣ୍ଣ ପୂର୍ବପଦର ଶେଷ ବର୍ଣ୍ଣ କେଉଁଟା ତ ଏଠି କ'ଣ ଅଛି କ ଏଠି ଅଛି ତ ଏଠି ଅଛି ପୂର୍ବପଦର ଶେଷ ବର୍ଣ୍ଣର ଯେଉଁ ବର୍ଗର ହୋଇଥାଏ ତାରି ପଞ୍ଚମ ବର୍ଣ୍ଣ ହେବ ଯେମିତି ତର ପଞ୍ଚମ ବର୍ଣ୍ଣ ତ ଥ ଦ ଧ ନ ୟାର ପଞ୍ଚମ ବର୍ଣ୍ଣ କ'ଣ ନା ତର ତ ଥ ଦ ଧ ନ ତାହେଲେ ଇଏ ହେଲା ନ ହେଲା ପଞ୍ଚମ ବର୍ଣ୍ଣ ତାହେଲେ ଏଠି ହେଲା କ ଅଛି କ ଖ ଗ ଘ ଉଁ ହେଲା ଆର ପଞ୍ଚମ ବର୍ଣ୍ଣ ତର ଏଠି ତ ଥ ଦ ଧ ନ ହେଲା ପଞ୍ଚମ ବର୍ଣ୍ଣ ତର ପୁଣି ନ ପଞ୍ଚମ ବର୍ଣ୍ଣ ତ ଥ ଦ ଧ ନ ହେଲା ପଞ୍ଚମ ବର୍ଣ୍ଣ ଏତିକି ମନେ ରହିଲା ଏବେ ଦେଖିବା ତ ଜଗନ୍ନାଥ ତ ଏଠି କ'ଣ ହେଲା ନ ଅଛି ମାନେ ପରପଦର ପ୍ରଥମ ବର୍ଣ୍ଣ ଅଛି ନ ସହିତ କ'ଣ ମିଶିଯିବ ନା ତର ପଞ୍ଚମ ବର୍ଣ୍ଣ ତର ପଞ୍ଚମ ବର୍ଣ୍ଣ କିଏ ନା ତ ଥ ଦ ଧ ନ ତାହେଲେ ନ ସହିତ ନ ମିଶିକିରି କ'ଣ ହେଇଯିବ ଜଗନ୍ନାଥ
ତାହେଲେ ବାକ୍ମୟ। ତାହେଲେ ଏଠି ମ ଅଛି, ମ ସହିତ କିଏ ମିଶିବ ନା କର ପଞ୍ଚମ ବର୍ଣ୍ଣ। କର ପଞ୍ଚମ ବର୍ଣ୍ଣ କିଏ? କ ଖ ଗ ଘ ଉଁ। ତାହେଲେ ଏଇ ଉଁଟି ମିଶିଯିବ କାହା ସହିତ? ମ ସହିତ। ତାହେଲେ ବାଙ୍ଗ୍ମୟ। ସେଇଭଳି ମୃତ୍ମୟ। ମୃତ୍ମୟ। ତାହେଲେ ମ ସହିତ କିଏ ମିଶିବ ନା ତର ପଞ୍ଚମ ବର୍ଣ୍ଣ। ତର ପଞ୍ଚମ ବର୍ଣ୍ଣ କିଏ? ତ ଥ ଦ ଧ ନ। ତାହେଲେ ନ ଆଉ ମ ମିଶିକି କ'ଣ ହେଇଗଲା? ମୃନ୍ମୟ। ସେଇଭଳି ଚିତ୍ମୟ। ତାହେଲେ ମୋ ସହିତ କିଏ କ'ଣ ମିଶିବ ନା ମୋ ସହିତ ତର ପଞ୍ଚମ ବର୍ଣ୍ଣ ମିଶିବ। ତର ପଞ୍ଚମ ବର୍ଣ୍ଣ କିଏ? ତ ଥ ଦ ଧ ନ। ତାହେଲେ ମ ଆଉ ନ ମିଶିକି ଏଠି ହେଇଯିବ ଚିନ୍ମୟ। ଜଗତମୋହନ। ତାମାନେ ମୋହନ। ଏଠି ମୋ ସହିତ କିଏ ମିଶିବ ନା ତର ପଞ୍ଚମ ବର୍ଣ୍ଣ। ତର ପଞ୍ଚମ ବର୍ଣ୍ଣ କିଏ? ତ ଥ ଦ ଧ ନ। ତାହେଲେ ମ ଆଉ ନ ମିଶିକି ମ ହେଇଗଲା, ନାଇଁ କି? ଓକାର ଅଛି, ତେଣୁକରି ଓକାର দিব ଜଗନ୍ମୋହନ। ବୁଝିପାରିଲ ନା ନାହିଁ? ନିୟମ କ'ଣ କହିଲା ତାହେଲେ? ପରପଦର ପ୍ରଥମ ବର୍ଣ୍ଣ ନ କିମ୍ବା ମ ଥିଲେ, ଏଇଠି ଦେଖୁଛେ କ'ଣ? ପରପଦର ପ୍ରଥମ ବର୍ଣ୍ଣ ଯଦି ନ କିମ୍ବା ମ ରହିଲା, ତ ପୂର୍ବପଦର ଶେଷ ବର୍ଣ୍ଣ। ପୂର୍ବପଦର ଶେଷ ବର୍ଣ୍ଣ କିଏ? ଏଠି କ ଅଛି, ତ ଅଛି, ତ ଅଛି, ତ ଅଛି, ତ ଅଛି। ଶେଷ ବର୍ଣ୍ଣର ଯେଉଁ ବର୍ଗର ହୋଇଥାଏ, ତାମାନେ ଇଏ ହେଲା ତ ବର୍ଗର, କ ବର୍ଗର, ଏମାନେ ତା ସ୍ଥାନରେ ସେହି ବର୍ଗର ପଞ୍ଚମ ବର୍ଣ୍ଣ ହୁଏ। ଯେମିତିକି ଏଠି ତର ପଞ୍ଚମ ବର୍ଣ୍ଣ କ'ଣ? ନ, କର ପଞ୍ଚମ ବର୍ଣ୍ଣ ଉଁ, ଏଇଭଳି ହେଇଛି। ତାହା ପରବର୍ତ୍ତୀ ବର୍ଣ୍ଣ ସହିତ ମିଳିତ ହୁଏ। ପରବର୍ତ୍ତୀ ବର୍ଣ୍ଣ କିଏ କି? ତର ପରବର୍ତ୍ତୀ ବର୍ଣ୍ଣ ମ, କର ପରବର୍ତ୍ତୀ ବର୍ଣ୍ଣ ମ, ତା ସହିତ ମିଳିତ ହୋଇକି ସଂଯୁକ୍ତ ହେବ। ଆଉ ଗୋଟେ ଦେଖିବା, ଏଠି ଟିକେ ଓଲଟା ହେବ। କ'ଣ? ଏଠି କହିଲା ମ ପରେ ଯେଉଁ ବର୍ଣ୍ଣ ଥିବ, ପ୍ରଥମ ବର୍ଣ୍ଣରେ କିଏ ଅଛି ନା ମ, ମ ପରେ କିଏ ରହିଲା? ଚ ରହିଲା, ହେଲା। ଯେଉଁ ବର୍ଣ୍ଣ ଥାଏ ମ ସ୍ଥାନରେ ସେହି ବର୍ଣ୍ଣର ପଞ୍ଚମ ବର୍ଣ୍ଣ ହୁଏ। ତାମାନେ ଚର ପଞ୍ଚମ ବର୍ଣ୍ଣଟା କେଉଁଠି ଲାଗିବ ନା ଚର ପଞ୍ଚମ ବର୍ଣ୍ଣଟା ଲାଗିବ ମ ପାଖରେ। ଏଇଠି ଚର ପଞ୍ଚମ ବର୍ଣ୍ଣ କିଏ? ଚ ଛ ଜ ଝ ନିୟ। ତାମାନେ ମ ଆଉ ନିୟ ମିଶିବେ, ହେଲା। ଆଉ ମଟାକୁ ମନେ ରଖ, ଆମେ ଅନୁସାର ଦେଇକି ମଧ୍ୟ ଲେଖିପାରିବା। ଯେମିତି ସ ମକୁ ଅନୁସାର ଦେଇ ଲେଖିଦେଲେ, ତାପରେ ନିୟ ଆସିଗଲା, ନିୟ ଆଉ ଚ ମିଶିକି ନିୟଞ୍ଚଞ୍ଚ ହେଇଯିବ। ବୁଝିପାରିଲ ନାହିଁ? ନିୟ ଆଉ ଚ ମିଶିକି ନିୟଞ୍ଚଞ୍ଚ ହେଇଯିବ, ମଟା ଅନୁସାର ହେଇଯିବ। ତାହେଲେ ସଞ୍ଚୟ ଏଇଭଳି ଲେଖିପାରିବା, ହେଲା, କିମ୍ବା ଏଇଭଳି ଲେଖିପାରିବା। ସଞ୍ଜୟ। ସଞ୍ଜୟ। ତାହେଲେ ସ ମ ଆଉ ଜ ମିଶି ଞ୍ଜ, ହେଲା, ଞ୍ଜ। ସଞ୍ଜୟ ଏଇଭଳି ଲେଖିପାରିବା, କିମ୍ବା ମକୁ ଅନୁସାର କରିକି ବି ଆମେ ସଞ୍ଜୟ ଲେଖିପାରିବା। ସମ୍ବାଦ। ସମ୍ବାଦ ଦେଖ, ସ ମ ଆଉ ବ ମିଶିକି ବ ହେଇଯିବ, ନାଇଁ କି? ସମ୍ବାଦ କିମ୍ବା ସମ୍ବାଦ ଏଇଭଳି ଆମେ ଲେଖିପାରିବା। ତାପରେ ଦେଖ ସଂଗ୍ରହ। ତାହେଲେ କ'ଣ ଲେଖିବା? ଅନୁସାର ଦେଇକି ଲେଖିବା ସଂଗ୍ରହ। ସମ୍ବଳ। ତାହେଲେ କ'ଣ ହେବ? ସମ୍ବଳ। ଏଇଭଳି ବି ଲେଖିପାରିବା। ଏଠି ଆଉ ଗୋଟେ ଦେଖିବା, କ'ଣ ନା ସଂସାର ଦେଇଛି, ନାଇଁ କି? ସମ୍ ଯୁକ୍ତକ ସାର। ସେ କହିଲା ମ ପରେ ଅବର୍ଗୀୟ ବର୍ଣ୍ଣ ଥିଲେ, ତାହେଲେ ବର୍ଗୀୟ କେଉଁଗୁଡ଼ିକ ଜାଣିଦେଲେ ଆମେ ଅବର୍ଗୀୟ କେଉଁଗୁଡ଼ାକ ବି ଜାଣିପାରିବା। ବର୍ଗୀୟରେ କେବଳ ଯାଉଛି କିଏ କିଏ ନା କ, ଚ, ଟ, ତ, ପ, ହେଲା। ମନେ ରଖ, କ ବର୍ଗରେ କ ଖ ଗ ଘ ଉଁ, ଚ ଛ ଜ ଝ ନିୟ, ଟ ଠ ଡ ଢ ଣ, ତ ଥ ଦ ଧ ନ, ପ ଫ ବ ଭ ମ। ଏଇତକ ହେଲା ବର୍ଗୀୟ ବ୍ୟଞ୍ଜନରେ ଯାଉଛି। ତାହେଲେ ଏଠି ସଟା ବର୍ଗୀୟ ବ୍ୟଞ୍ଜନରେ ଯାଉଛି ନା ଅବର୍ଗୀୟ? ଇଏ ଅବର୍ଗୀୟ। ତାହେଲେ ସଂସାର। ସେ କହିଲା ଯଦି ଅବର୍ଗୀୟ ଥିବ ତାହେଲେ ସବୁବେଳେ ଆମେ କ'ଣ କରିବା? ଅନୁସାର ଦେଇକି ଲେଖିବା। ତାହେଲେ ସଂସାର, ତାହେଲେ ମକୁ ଅନୁସାର ଦେଇକି ଲେଖିବା, ଆଉ କିଛି ଚେଞ୍ଜେସ୍ ଏଠି ହେବ ନାହିଁ। ସଂଶୋଧନ, ଖାଲି ସ ତାପରେ ମକୁ କ'ଣ କରିବା? ଅନୁସାର ଦେଇକି ଲେଖିଦେଲେ ସଂଶୋଧନ। ସଂରକ୍ଷଣ। ସଂରକ୍ଷଣ, ସଂରକ୍ଷଣ, ତାହେଲେ ଅନୁସାର ଦେଇ ଖାଲି ଆମେ ଲେଖିଦେବା, ଆଉ କିଛି ଏଥିରେ ପରିବର୍ତ୍ତନ ହେବନି। ଏଇଟା ବହୁତ ସହଜ। ଦେଖ ଏଠି ସେ କହିଲା ଯଦି ପୂର୍ବପଦରେ ସ ରହିଲା, ପୂର୍ବପଦରେ ଆମେ କ'ଣ ଦେଖିଲେ? ଯଦି ସ ରହିଲା, କେଉଁ ସ? ମୂର୍ଧନ୍ୟ ସ। ଯଦି ମୂର୍ଧନ୍ୟ ସ ରହିଲା, ତାପରେ ଯଦି ତ ରହିଲା, ଏଠି ଦେଖୁଛେ ମୂର୍ଧନ୍ୟ ସ ଅଛି, ତାପରେ ତ, ମୂର୍ଧନ୍ୟ ସ ଅଛି, ଏଠି ମୂର୍ଧନ୍ୟ ସ ଅଛି, ତାପରେ ତ ଅଛି। ତାହେଲେ ଯଦି ମୂର୍ଧନ୍ୟ ସ ପରେ ତ ରହିଲା, ତାହେଲେ ତ ସ୍ଥାନରେ ଟ ହେବ। ଏଠି ଦେଖିପାରୁଛେ ଦୁଷ୍ଟ ହେଇଯାଇଛି ଟ। ଆଉ ଯଦି ଥ ରହିଲା, ଏଠି ଦେଖୁଛେ ଥ ଅଛି, ଯଦି ସ ପରେ ଥ ରହିଲା ତାହେଲେ ଏଇଟା କ'ଣ ହେଇଯିବ? ଠ। ତାହେଲେ ଏଠି ଷଷ୍ଠ ଷ୍ଠ ହେଇଗଲା, ଦେଖିପାରୁଛ ନା ନାହିଁ? ତୁସ୍ ତ, ତୁସ୍ ତ, ତାହେଲେ ଏଇଠି ସ ଜାଗାରେ କ'ଣ ଆସିଗଲା? ଟ। ତାହେଲେ ସ ଟ ମିଶିକି ଷ୍ଟ ହେଇଗଲା, ତାହେଲେ ତୁଷ୍ଟ।
एठी स जगह कौन होगला ठ ताले षष्ठ शिस्त एठी त जगह कौन हो ट ताले शिष्ट होगला। आ गोटे देखिए से भली संस्कृति देख एठी कौन है संस्कृति एठी अच्छी संस्कृति संस्कृति सी कहला सम आउ परी एठी भी परी अच्छी सम आउ परी एई उपसर्ग परे क्रू धातु एठी देखुचे क्रू अच्छी एठी अच्छी क्रू धातु निष्पन्नकार कृतिकरण प्रभृति पद रहिले स वर्णर आगमन हुए किए आसीजिवो एठिकी ना स आसीजिवो किंतु मने रखिबो माने एई जो णत्व आउ सत्व विधि अच्छी हमर नेक्स्ट क्लास रे तमे पढ़िबो भी से कौन हुए दंत्य स कि मूर्धन्य स हम तार गोटे नियम रही एटी र थिबा कारणरू कौन है एटी र थिबा कारणरू कौन हो गला एटी मूर्धन्य स होइछि नै कि एटी किंतु म अछि सेथिबाई एटी दंत्य स हम एटी कौन हम मूर्धन्य स होइजिवो बुझेला। देख संस्कृति ताले कौन हो गला ना संस्कृति आम या पूर्व पढ़िले कौन ना म को अनुसार देकी आम लिखिपर स्क्रू कौठू आसिला ना सर आगमन हो गला तेणुक ये क्रू अच्छी तेणुक यही स आउ क्रू मिसिकी स्क्रू होगला आउ अनुसारटा है किए ना यही म है संस्कृति है से भाई परिकार ताले परिष्कार केमिति है ना परि सर आगमन है ये र थिबा कारणरू कौन है ना मूर्धन्य सर आगमन हो गला ताले एठी स सहित क मिसीगला स सहित क मिसिकी कौन हो गला स्कार है आकार अच्छी स्करे आकार स्कार से भली समकार ताने मटा होगला अनुसार तादे दंत्य स्वर आगमन है दंत्य स्वर आगमन पर तादे क लगिगला स्क होगला आकार अच्छी तेणुक आकार देदबा संस्कार होगला। आ गोटे देखिबा एठी द बा ध परे द किंबा ध परे कौन रहिबो जदि क ख आउ प फ स मध्यरु जदि जेकोनोसीटा गोटे रहिला एठी देखिबा द किंबा ध एठी अछि द एठी द एठी अछि ध तापरे क ख प फ स एठी क अछि एठी प अछि एठी प अछि नै कि मध्यरु जोटा भी रहिले सेठी द बा ध स्थान रे एठी जोठी द अछि हैला आउ ध अछि ताहा कौन हो ना तरे परिणत हो एटा कौन हो ना तरे परिणत हो एई द आउ एई ध मिसिकी माने सब कौन हो ता परटारे त हो ताले आपद काल ये दटा त हो गला आपद काल हो गला ताको एई भली भाबरे आमे लिखि परिबा सेहीपरि तत्पर तत्पर दटा त हो गला क्षुध पिपासा क्षुत पिपासा देख आ गोटे कहला जे जदि छ पर थिले माने पूर्व पद छटा पर रही देखुचे आम परपदरे नहीं कि छ रही से कहला अंतस्थित तांको मझामझी यही मझामझी तांकर मझीरे कौन आसीजिवो ना चर आगमन हो कहार आगमन हो चर जदि आगमन है आउ च आउ छ मिसिकी कौन हो द्वितीय छ हो ताने एठी जदि अनु पर च गोटे पलि आसला एपटे तो अच्छी कौन ना छ अच्छी छे अच्छी ताले दी जन जाक मिसिकी कौन हो ना यही लेखा नहीं कि छे हो तो अनु चर आगमन है अनु च आउ छे मिसिकी छे होगला अनुच्छेद परि चर आगमन होगला तो परिच्छद छ आउ च मिसिकी होगला विच्छेद आच्छादन आ चर आगमन होगला छ आउ च मिसिकी छा होगला छ होगला आकार अच्छी आकार देदबा आच्छादन होगला।